ଆମେ ପ୍ରାୟତଃ ବାହାରର ପରିବେଶ, ଅନ୍ୟମାନଙ୍କର ବ୍ୟବହାର ଓ ନିଜର ଅସଂଖ୍ୟ ଆଶା ଆକାଂକ୍ଷାକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରି ନିଜର ମାନସିକ ଶାନ୍ତିକୁ ହଜାଇ ବସୁ। କିନ୍ତୁ ଶାସ୍ତ୍ର କହେ, ସଂସାରକୁ ବଦଳାଇବାକୁ ଚେଷ୍ଟା କରିବା ଅପେକ୍ଷା ନିଜର ମନକୁ ବିକାର ମୁକ୍ତ ଓ ସ୍ଥିର ରଖିବା ହିଁ ପ୍ରକୃତ ସିଦ୍ଧି। ତେଣୁ ଆଜି ଯେତେବେଳେ ବି କୌଣସି ପରିସ୍ଥିତି ଆପଣଙ୍କୁ ଚିନ୍ତିତ, କ୍ରୋଧିତ ବା ଅସହାୟ ଅନୁଭବ କରାଏ, ସେତେବେଳେ ମନେ ପକାନ୍ତୁ, ବାହାରର କୌଣସି ଝଡ଼ ଆପଣଙ୍କର ଭିତରର ଶାନ୍ତିକୁ ଭାଙ୍ଗି ପାରିବ ନାହିଁ। ତେବେ ଯେତେବେଳେ ଆପଣ ନିଜର ମନର କ୍ରୋଧ ଓ ତୃଷ୍ଣାକୁ ନିୟନ୍ତ୍ରଣରେ ରଖିବେ, କାରଣ ସ୍ୱଧର୍ମ ଓ କର୍ମ କରିବା ଆମ ହାତରେ ଅଛି, କିନ୍ତୁ କର୍ମର ମୋହ ବା ବାହ୍ୟ ପରିସ୍ଥିତିର ପ୍ରତିକ୍ରିୟାକୁ ନିଜ ଉପରେ ହାବି ହେବାକୁ ନ ଦେଇ ନିଷ୍କାମ ଓ ସ୍ଥିର ରହିବା ହିଁ ଜୀବନର ସବୁଠାରୁ ବଡ଼ ଶାସ୍ତ୍ର ଜ୍ଞାନ ଅଟେ। ଆଜି ହେଉଛି 11 ଅଗଷ୍ଟ 2026 ମସିହାର ମଙ୍ଗଳବାର। ଆଜିର ସୂର୍ଯ୍ୟୋଦୟ ରହିଛି ସକାଳ 5:48। ସୂର୍ଯ୍ୟାସ୍ତ ରହିଛି ସନ୍ଧ୍ୟା 7:04। ପକ୍ଷ ରହିଛି କୃଷ୍ଣପକ୍ଷ। ତିଥି ରହିଛି ଚତୁର୍ଦ୍ଦଶୀ, ଯାହା 12 ଅଗଷ୍ଟ ରାତି 1:52 ପର୍ଯ୍ୟନ୍ତ ଅଛି। ନକ୍ଷତ୍ର ରହିଛି ପୁନର୍ବସୁ, ଯାହା ସକାଳ 10:09 ପର୍ଯ୍ୟନ୍ତ ଅଛି ଏବଂ ପରେ ପୁଷ୍ୟା ନକ୍ଷତ୍ର ଆସିବ। ଯୋଗ ରହିଛି ସିଦ୍ଧି ଯୋଗ, ଯାହା ସନ୍ଧ୍ୟା 6:51 ପର୍ଯ୍ୟନ୍ତ ଅଛି ଏବଂ ଏହି ଯୋଗରେ ନୂଆ ପ୍ରୟାସ, ଶିକ୍ଷା, ଯୋଜନା ଏବଂ ଶୁଭ କାର୍ଯ୍ୟ ପାଇଁ ଅନୁକୂଳ ସମୟ। କରଣ ରହିଛି ବିଷ୍ଟିକରଣ, ଯାହା ସକାଳ 5:48ରୁ ଅପରାହ୍ନ 3:22 ପର୍ଯ୍ୟନ୍ତ ଅଛି। ଶକୁନିକରଣ, ଯାହା ଅପରାହ୍ନ 3:22ରୁ 12 ଅଗଷ୍ଟ ରାତି 1:52 ପର୍ଯ୍ୟନ୍ତ ଅଛି। ଶୁଭ ସମୟ ବା ଅମୃତ ଯୋଗ ରହିଛି ସକାଳ 8:27ରୁ 11:06 ମଧ୍ୟରେ, ଅପରାହ୍ନ 1:46ରୁ 3:32 ମଧ୍ୟରେ, 4:25ରୁ 6:11 ମଧ୍ୟରେ, ସନ୍ଧ୍ୟା 7:04ରୁ 7:47 ମଧ୍ୟରେ ଏବଂ ରାତି 9:56ରୁ 12:05 ମଧ୍ୟରେ। ମହେନ୍ଦ୍ର ଯୋଗ ରହିଛି 12 ଅଗଷ୍ଟ ଭୋର 2:14ରୁ 3:40 ମଧ୍ୟରେ। ବକ୍ର ଯୋଗ ରହିଛି ସକାଳ 5:48ରୁ 7:34 ମଧ୍ୟରେ, 11:06ରୁ 12:53 ମଧ୍ୟରେ, ରାତି 7:47ରୁ 9:13 ମଧ୍ୟରେ ଏବଂ 12:05ରୁ 2:14 ମଧ୍ୟରେ। ଶୂନ୍ୟ ଯୋଗ ରହିଛି ସକାଳ 7:34ରୁ 8:27 ମଧ୍ୟରେ, 12:53ରୁ 1:46 ମଧ୍ୟରେ, 3:32ରୁ 4:25 ମଧ୍ୟରେ, ସନ୍ଧ୍ୟା 6:11ରୁ 7:04 ମଧ୍ୟରେ, ରାତି 9:13ରୁ 9:56 ମଧ୍ୟରେ ଏବଂ 12 ଅଗଷ୍ଟ ଭୋର 3:40ରୁ 5:06 ମଧ୍ୟରେ। ଏହି ସମୟରେ ନୂଆ ଶୁଭ କାମ ଆରମ୍ଭ କରିବା ଶ୍ରେୟସ୍କର ନୁହେଁ। ସିଂହ ରାଶିର ବନ୍ଧୁଗଣ, ଆଜି ଆମେ ପ୍ରଥମେ ଆପଣଙ୍କର ଆର୍ଥିକ, କ୍ୟାରିୟର, ସ୍ୱାସ୍ଥ୍ୟ ଓ ପ୍ରେମ ରାଶିଫଳ ବିଷୟରେ ଆଲୋଚନା କରିବା। ଆଜି ଆପଣଙ୍କର ଆର୍ଥିକ ସ୍ଥିତି ଏବଂ ନିବେଶ କ୍ଷେତ୍ରରେ କିଛିଟା ଦ୍ୱନ୍ଦ୍ୱ, ଅସ୍ପଷ୍ଟତା ଏବଂ ପରସ୍ପର ବିରୋଧୀ ତଥ୍ୟ ସାମ୍ନାକୁ ଆସିପାରେ। ଆଜି ଆପଣଙ୍କର ରାଶିରୁ ଦ୍ୱିତୀୟ ଧନ ଭାବରେ ଶୁକ୍ର ନୀଚ ଅବସ୍ଥାରେ ଗୋଚର କରୁଛନ୍ତି ଏବଂ ଦ୍ୱାଦଶ ବ୍ୟୟ ଭାବରେ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଓ ଗୁରୁଙ୍କର ଚତୁର୍ଗ୍ରାହୀ ଯୋଗ ଯୋଗୁଁ ଅଷ୍ଟମ ଭାବରେ ବକ୍ରୀ ଶନିଙ୍କର ସ୍ଥିତି ରହିଛି। ଏହି ବିଶେଷ ଗ୍ରହ ସ୍ଥିତି ଯୋଗୁଁ ବଜାରରେ କିମ୍ବା ଆପଣଙ୍କ ପାଖକୁ ଆସୁଥିବା ଆର୍ଥିକ ତଥ୍ୟ, ନିବେଶ ଖବର ଏବଂ ପରାମର୍ଶ ଗୁଡ଼ିକ ଅତ୍ୟନ୍ତ ଦ୍ୱନ୍ଦ୍ୱପୂର୍ଣ୍ଣ ଏବଂ ଭ୍ରାନ୍ତିକାର ହୋଇପାରେ। ବିଶେଷ କରି ଅଲଗା ଅଲଗା ସୂତ୍ରରୁ ଭିନ୍ନ ଭିନ୍ନ ଆର୍ଥିକ ସୂଚନା ମିଳିବା ଯୋଗୁଁ ଆପଣ କୌଣସି ସଠିକ୍ ନିଷ୍ପତ୍ତି ନେଇପାରିବେ ନାହିଁ। ସେଥିପାଇଁ ଆଜି ଧନ ପ୍ରାପ୍ତି କିମ୍ବା ନିବେଶ କ୍ଷେତ୍ରରେ ଅତ୍ୟଧିକ ସାବଧାନତା ଅବଲମ୍ବନ କରିବା ଅତ୍ୟନ୍ତ ଆବଶ୍ୟକ। ଆଜି କୌଣସି ପ୍ରକାରର ଉତ୍ସାହିତ ହୋଇ ତରବରିଆ ଭାବରେ ବଡ଼ ନିବେଶ, ସେୟାର ମାର୍କେଟ, ମ୍ୟୁଚୁଆଲ ଫଣ୍ଡ କିମ୍ବା ଜମିବାଡ଼ି କିଣାବିକାରେ କରନ୍ତୁ ନାହିଁ। ବର୍ତ୍ତମାନ କେବଳ ବଜାରର ଗତିବିଧି, ସେୟାର ଟ୍ରେଣ୍ଡ ଏବଂ ଆର୍ଥିକ ପରିସ୍ଥିତିକୁ ଚୁପଚାପ ନିରୀକ୍ଷଣ କରନ୍ତୁ ଏବଂ ନିଜକୁ ସମୟ ଦିଅନ୍ତୁ। ଖୁବ୍ ଶୀଘ୍ର ଆପଣଙ୍କ ପାଖକୁ ସ୍ପଷ୍ଟ, ସଠିକ୍ ଏବଂ ଲାଭଦାୟକ ସୂଚନା ଆସିବ। ସେ ପର୍ଯ୍ୟନ୍ତ ନିଜର ଆର୍ଥିକ କ୍ଷେତ୍ରରେ ଅତ୍ୟନ୍ତ ସାବଧାନତାର ସହ ପାଦ ପକାଇ ଚାଲନ୍ତୁ। କାହା କଥାରେ ପଡ଼ି ତରବରିଆ ନିଷ୍ପତ୍ତି ନ ନେଇ ନିଜର ସମୟ ଅପେକ୍ଷା କରନ୍ତୁ। ପରିସ୍ଥିତି ସମ୍ପୂର୍ଣ୍ଣ ସ୍ପଷ୍ଟ ହେବା ପରେ ହିଁ ନିବେଶ କଲେ ଆପଣ ବୃହତ୍ ଆର୍ଥିକ କ୍ଷତିରୁ ବଞ୍ଚିପାରିବେ ଏବଂ ଆପଣଙ୍କର ସଞ୍ଚିତ ଧନ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ। କ୍ୟାରିୟର ଦିଗରୁ ଦେଖିବାକୁ ଗଲେ ଆଜି ଆପଣଙ୍କର କ୍ୟାରିୟର ଓ ଚାକିରି କ୍ଷେତ୍ରରେ ଏପରି ଏକ ଆଶ୍ଚର୍ଯ୍ୟଜନକ ଏବଂ ଆନନ୍ଦଦାୟକ ଖବର ମିଳିବାକୁ ଯାଉଛି, ଯାହା ଆପଣ ହୁଏତ ଆଜି କିମ୍ବା ନିକଟ ଭବିଷ୍ୟତରେ ଆଦୌ ଆଶା କରିନଥିବେ। ଗ୍ରହମାନଙ୍କର ଶୁଭ ପ୍ରଭାବ ଯୋଗୁଁ ଆଜି ଆପଣଙ୍କୁ ଚାକିରିରେ ହଠାତ୍ ଅପ୍ରତ୍ୟାଶିତ ପ୍ରମୋସନ, ନୂଆ ପଦବୀ କିମ୍ବା ବଡ଼ ପୁରସ୍କାର ମିଳିବାର ପ୍ରବଳ ଯୋଗ ରହିଛି। ନିକଟ ଅତୀତରେ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ଯେଉଁ ନିଷ୍ଠା, ପରିଶ୍ରମ, ଦକ୍ଷତା ଏବଂ ଦମଦାର ପ୍ରଦର୍ଶନ ଦେଖାଇଥିଲେ, ତାହାର ସଠିକ୍ ପରିଣାମ ଏବଂ ପୁରସ୍କାର ଆଜି ଆପଣଙ୍କୁ ଆଶାଠାରୁ ବହୁତ ଶୀଘ୍ର ମିଳିବାକୁ ଯାଉଛି। କମ୍ପାନୀ କିମ୍ବା ଅଫିସର ବରିଷ୍ଠ ଅଧିକାରୀମାନେ ଆପଣଙ୍କର ନେତୃତ୍ୱ ନେବାର କ୍ଷମତା, କାର୍ଯ୍ୟଶୈଳୀ ଏବଂ ପରିଶ୍ରମରେ ଅତ୍ୟନ୍ତ ପ୍ରସନ୍ନ ହୋଇ ଆପଣଙ୍କୁ ସମୟ ପୂର୍ବରୁ ଏହି ବୃହତ୍ ସୁଯୋଗ ଦେବାକୁ ନିଷ୍ପତ୍ତି ନେବେ। ତେବେ ମନେ ରଖନ୍ତୁ,
ଭାଗ୍ୟ ଦ୍ୱାରା ମିଳୁଥିବା ଏହି ଅପ୍ରତ୍ୟାଶିତ ସୁଯୋଗକୁ ଆଦୌ ହାତଛଡ଼ା କରନ୍ତୁ ନାହିଁ କିମ୍ବା ନିଜର ଦକ୍ଷତା ଉପରେ ସନ୍ଦେହ କରି ଏହାକୁ ପ୍ରତ୍ୟାଖ୍ୟାନ କରନ୍ତୁ ନାହିଁ। ଏହି ପଦୋନ୍ନତି କିମ୍ବା ନୂଆ ଦାୟିତ୍ୱ ଆପଣଙ୍କ ପାଖକୁ ଆସିବା ପଛରେ ଏକ ବିଶେଷ କାରଣ ରହିଛି, କାରଣ ଆପଣ ନିଜର କଠିନ ପରିଶ୍ରମ, ଯୋଗ୍ୟତା ଏବଂ ସଚ୍ଚୋଟତା ବଳରେ ଏଥିପାଇଁ ସମ୍ପୂର୍ଣ୍ଣ ହକଦାର। ଆପଣଙ୍କର ଇଚ୍ଛା, ଆତ୍ମବିଶ୍ୱାସ ଆଜି ଆପଣଙ୍କର କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ଠାରୁ ଆଗରେ ରଖିବ। ଆସୁଥିବା ନୂଆ ପଦବୀ, ସୁଯୋଗ ଓ ଦାୟିତ୍ୱକୁ ପୂର୍ଣ୍ଣ ଆତ୍ମବିଶ୍ୱାସର ସହ ଗ୍ରହଣ କରନ୍ତୁ। ଏହି ସୁଯୋଗ ଆପଣଙ୍କର କ୍ୟାରିୟର ଗ୍ରାଫକୁ ଏକ ନୂଆ ଉଚ୍ଚତାକୁ ନେଇଯିବ ଏବଂ ଭବିଷ୍ୟତରେ ଆହୁରି ବଡ଼ ବ୍ୟବସାୟ କିମ୍ବା ଚାକିରିଗତ ସଫଳତାର ଦ୍ୱାର ଖୋଲିଦେବ। ନିଜର କର୍ମ ଉପରେ ବିଶ୍ୱାସ ରଖି ସଫଳତାର ଏହି ନୂଆ ପାହାଚକୁ ଆପଣାନ୍ତୁ। ସ୍ୱାସ୍ଥ୍ୟ ଦିଗରୁ ଦେଖିବାକୁ ଗଲେ ଆଜି ସିଂହ ରାଶିର ବନ୍ଧୁଗଣଙ୍କ ପାଇଁ ଶାରୀରିକ ସୁରକ୍ଷା ଦିଗରୁ ଆପଣଙ୍କ ପାଇଁ ଅତ୍ୟନ୍ତ ସାବଧାନ, ସଚେତନ ଏବଂ ସତର୍କ ରହିବାର ସଂକେତ ମିଳୁଛି। ଆଜି ଗ୍ରହମାନଙ୍କର ବିଶେଷ ସ୍ଥିତି ଯୋଗୁଁ ଆକସ୍ମିକ ଦୁର୍ଘଟଣା, ଶାରୀରିକ ଆଘାତ କିମ୍ବା ଅଘଟଣ ହେବାର ପ୍ରବଳ ସମ୍ଭାବନା ରହିଛି। ବିଶେଷ କରି ଆପଣଙ୍କର ମୁଣ୍ଡ, ମୁହଁ ଏବଂ ଶରୀରର ଉପରି ଭାଗ ପାଇଁ ବିଶେଷ ବିପଦର ସଂକେତ ମିଳୁଛି। ସେଥିପାଇଁ ଆଜି ଗାଡ଼ି ମଟର ଚଲାଉଥିବା ବେଳେ, ରାସ୍ତା ପାର ହେଉଥିବା ବେଳେ କିମ୍ବା କୌଣସି ବିପଦଜନକ କାମ କରୁଥିବା ବେଳେ ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ। ଆଜି ଅତ୍ୟଧିକ କଠିନ ଶାରୀରିକ ପରିଶ୍ରମ, ଓଜନିଆ ଜିନିଷ ଉଠାଇବା, ଉଚ୍ଚ ସ୍ଥାନରେ କାମ କରିବା କିମ୍ବା କୌଣସି ରିସ୍କ ଶାରୀରିକ କାର୍ଯ୍ୟରୁ ନିଜକୁ ସମ୍ପୂର୍ଣ୍ଣ ଦୂରେଇ ରଖନ୍ତୁ। ମନେ ରଖନ୍ତୁ, ମୁଣ୍ଡରେ କୌଣସି ଗଭୀର ଆଘାତ ଲାଗିଲେ ତାହା ସମ୍ପୂର୍ଣ୍ଣ ସୁସ୍ଥ ହେବା ପାଇଁ ବହୁତ ଦିନ ସମୟ ନେଇଥାଏ। ସେଥିପାଇଁ କୌଣସି ଭୁଲ କରି ଅନୁତାପ କରିବା ଅପେକ୍ଷା ଆଗରୁ ସାବଧାନ ରହିବା ସବୁଠାରୁ ଶ୍ରେଷ୍ଠ ଅଟେ। ଆଜି ତରବରିଆ ହୋଇ କୌଣସି ଶାରୀରିକ କାମ କରନ୍ତୁ ନାହିଁ। ନିଜର ଦିନଚର୍ଯ୍ୟାକୁ ଶାନ୍ତ, ସନ୍ତୁଳିତ ଏବଂ ସୁରକ୍ଷିତ ରଖନ୍ତୁ। କୌଣସି ଛୋଟମୋଟ ଆଘାତ ବା ଶାରୀରିକ ଅସୁବିଧା ଦେଖାଦେଲେ ମଧ୍ୟ ଆଦୌ ହେଳା ନ କରି ତୁରନ୍ତ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ। ଆପଣଙ୍କର ସଚେତନ, ଧୈର୍ଯ୍ୟ ଏବଂ ସାବଧାନତା ହିଁ ଆପଣଙ୍କୁ ବହୁତ ଶାରୀରିକ ସଙ୍କଟ ଏବଂ ଅଘଟଣରୁ ସମ୍ପୂର୍ଣ୍ଣ ସୁରକ୍ଷିତ ରଖିପାରିବ। ପ୍ରେମ ଜୀବନ ଦିଗରୁ ଦେଖିଲେ ଆଜି ଆପଣଙ୍କର ପ୍ରେମ ଏବଂ ଦାମ୍ପତ୍ୟ ଜୀବନ ପାଇଁ ଗୋଟିଏ ଅତ୍ୟନ୍ତ ଆଶାଜନକ, ଆନନ୍ଦଦାୟକ ଏବଂ ରୋମାଞ୍ଚକର ଦିନ ପ୍ରାପ୍ତ ହେବାକୁ ଯାଉଛି। ଆଜି ଆପଣ ନିଜର ସାଥୀଙ୍କ ସହ ପର୍ଯ୍ୟାପ୍ତ ଓ ସୁନ୍ଦର ସମୟ ବିତାଇବାର ବୃହତ୍ ସୁଯୋଗ ପାଇବେ, ଯାହା ଆପଣଙ୍କ ମନରେ ଏକ ନୂତନ ଉତ୍ସାହ ଭରିଦେବ। ଏହି ସୁନ୍ଦର ସମୟ କେବଳ କିଛି ଅଭୁଲା, ମଧୁର ଓ ରୋମାଞ୍ଚକର ସ୍ମୃତି ସୃଷ୍ଟି କରିବ ନାହିଁ, ବରଂ ଆପଣଙ୍କ ସମ୍ପର୍କର ମୂଳଦୁଆକୁ ଆହୁରି ମଧୁର, ମଜବୁତ ଓ ସୁଦୃଢ଼ କରିବ। ଗ୍ରହମାନଙ୍କର ଶୁଭ ପ୍ରଭାବ ଯୋଗୁଁ ଆଜି ଆପଣ ଦୁହିଁଙ୍କର ଭାବନା, ଆବଶ୍ୟକତା ଏବଂ ଚିନ୍ତାଧାରାକୁ ପୂର୍ବ ଅପେକ୍ଷା ଅତି ଗଭୀର ଭାବରେ ବୁଝିବାରେ ସଫଳ ହେବେ। ଯଦି ପୂର୍ବରୁ ସମ୍ପର୍କରେ କୌଣସି ବିଷୟକୁ ନେଇ କିଛି ସାମାନ୍ୟ ଦ୍ୱନ୍ଦ୍ୱ, ଅସନ୍ତୋଷ କିମ୍ବା ମନମାଳିନ୍ୟ ଚାଲିଥିଲା, ତେବେ ଆଜିର ମୁକ୍ତ ଆଲୋଚନା ଓ ଆନ୍ତରିକତା ସେହି ସବୁ ଦୂରତାକୁ ସମ୍ପୂର୍ଣ୍ଣ ସମାପ୍ତ କରିଦେବ। ମୋଟାମୋଟି ଭାବରେ କହିବାକୁ ଗଲେ ଆଜିର ଦିନଟି ଆପଣଙ୍କ ପାଇଁ ନିଜର ସାଥୀଙ୍କ ସହ ଗଭୀର ବୁଝାମଣା ଗଢ଼ି ତୋଳିବା ଏବଂ ପ୍ରେମ ସମ୍ପର୍କକୁ ଏକ ନୂଆ ଉଚ୍ଚତାକୁ ନେଇଯିବା ପାଇଁ ଏକ ଶ୍ରେଷ୍ଠ ଅବସର ନେଇ ଆସୁଛି। ଏହି ସୁନ୍ଦର ମୁହୂର୍ତ୍ତର ସମ୍ପୂର୍ଣ୍ଣ ଫାଇଦା ଉଠାନ୍ତୁ। ସାଥୀଙ୍କ ସହ କୌଣସି ରୋମାଣ୍ଟିକ ସ୍ଥାନକୁ ବୁଲିବାକୁ ଯାଆନ୍ତୁ କିମ୍ବା ଏକାନ୍ତରେ ସମୟ ବିତାନ୍ତୁ। ଆପଣଙ୍କର ସଚ୍ଚୋଟ ଭଲ ପାଇବା ଏବଂ ପରସ୍ପର ପ୍ରତି ଥିବା ଗଭୀର ସମ୍ମାନ ଆପଣଙ୍କର ଦାମ୍ପତ୍ୟ ଓ ପ୍ରେମ ଜୀବନକୁ ଅଧିକ ମଧୁର, ଆନନ୍ଦଦାୟକ ଓ ନିବିଡ଼ କରି ଗଢ଼ି ତୋଳିବ।